ଜାନୁଆରୀ 15, 16, 17 ପାଣିପାଗ ପୂର୍ବାନୁମାନ ଓଡ଼ିଶା ପରିପ୍ରେକ୍ଷୀରେ। ହଁ ଆଜ୍ଞା, ମୁଁ ହେଉଛି କଳାକାନ୍ତ ସାମନ୍ତରାୟ। ଆପଣ ଦେଖୁଛନ୍ତି ଓଡ଼ିଶା ୱେଦର ଅପଡେଟ୍ ୟୁଟ୍ୟୁବ୍ ଚ୍ୟାନେଲ୍। ଆପଣଙ୍କୁ ଆମ ଚ୍ୟାନେଲ୍କୁ ସ୍ୱାଗତ। ଯଦି କହିବା ତାହେଲେ ଓଡ଼ିଶାରେ ପୁଣି ଶୀତ ଲହରୀ ଦେଖିବାକୁ ମିଳିଛି ଏବଂ ସର୍ବନିମ୍ନ ତାପମାତ୍ରା ଆଜି ଉଦୟଗିରି ଯଦି କହିବା କନ୍ଧମାଳ ଜିଲ୍ଲାରେ ରେକର୍ଡ଼ କରାଯାଇଛି ଏବଂ ତାପରେ ଯଦି କହିବା ଝାରସୁଗୁଡ଼ା ଏବଂ ରାଉରକେଲା ବା ସୁନ୍ଦରଗଡ଼ ଜିଲ୍ଲାର ସେଠି ମଧ୍ୟ 6 ଡିଗ୍ରୀ ତାପମାତ୍ରା ଦେଖିବାକୁ ମିଳୁଛି। ଏଇଭଳି ସ୍ଥିତି ରାଜ୍ୟରେ ଦେଖିବାକୁ ମିଳୁଛି। ଆହୁରି ତାପମାତ୍ରା 3 ଦିନ ମଧ୍ୟରେ ଖସିବାର ସମ୍ଭାବନା। କେଉଁ କେଉଁ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିବ ଆଗାମୀ 3 ଦିନ ତାପରେ ମଧ୍ୟ କହିବି। କିନ୍ତୁ ଉତ୍ତର ଭାରତରେ ଯଦି କଥା କହିବା ତାହେଲେ ଏବେ ସେହି ଅଞ୍ଚଳରେ -ଡିଗ୍ରୀରୁ ଆରମ୍ଭ କରିକି 5 ଡିଗ୍ରୀ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ଦେଖିବାକୁ ମିଳୁଛି ରାତିର ତାପମାତ୍ରା, ଯାହାଫଳରେ ସେହି ଅଞ୍ଚଳରୁ ଯେଉଁ ଥଣ୍ଡା ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି ତାକୁ ସହାୟକ ହେଉଛି ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ଉପରେ ସକ୍ରିୟ ରହିଥିବା ଗୁରୁଚାପ ବଳ। ଏ ଗୁରୁଚାପ ବଳର ଯଦି କହିବା ଯଦି ସ୍ପିଡ଼ ବଢ଼ାଇ ଦେଉଛି ଉତ୍ତର ଭାରତରେ ଯେଉଁ ଥଣ୍ଡା ବାୟୁ ଆସୁଛି ତା ଅଧିକ ମାନେ ଗତିଶୀଳ କରାଇଦେଉଛି ଓଡ଼ିଶା ମଧ୍ୟକୁ, ଦ୍ରୁତ ଗତିରେ ଓଡ଼ିଶା ମଧ୍ୟକୁ ପ୍ରବେଶ କରାଉଛି ବାୟୁ ଏବଂ ଯାହାଫଳରେ କି ଓଡ଼ିଶାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଦ୍ରୁତ ଗତିରେ ଥଣ୍ଡା ବାୟୁ ଓଡ଼ିଶା ମଧ୍ୟ ପ୍ରବେଶ କରିବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ଘଟୁଛି ଏବଂ ତା ସହିତ କହିବା ଆଗାମୀ 3 ଦିନ ମଧ୍ୟରେ ସୁନ୍ଦରଗଡ଼, ରାଉରକେଲା, ଝାରସୁଗୁଡ଼ା, କେଉଁଝର ଯଦି କହିବା କେଉଁଝର ଏବଂ ମୟୂରଭଞ୍ଜ ଜିଲ୍ଲା କହିବା ଶିମିଳିପାଳ, ତାପରେ ଯଦି କହିବା ଅନୁଗୁଳ, ଢେଙ୍କାନାଳ, କଟକ, ଭୁବନେଶ୍ୱର, କନ୍ଧମାଳ, ଉଦୟଗିରି, ଫୁଲବାଣୀ ଏବଂ କୋରାପୁଟର କହିବା ଶିମିଳିଗୁଡ଼ା। ତ ଏହି ଅଞ୍ଚଳରେ ତାପମାତ୍ରା ଦ୍ରୁତ ଗତିରେ ରାତିର ତାପମାତ୍ରା ହ୍ରାସ ଘଟିବ, ନୂଆ ରେକର୍ଡ଼ ମଧ୍ୟ ସୃଷ୍ଟି କରିପାରେ ଆଗାମୀ 3 ଦିନ ମଧ୍ୟରେ। ଏହିଭଳି ସ୍ଥିତି ଆଗାମୀ 3 ଦିନ ମଧ୍ୟରେ ଦେଖିବାକୁ ମିଳିବ। ଶୀତର ଲହରୀ ଦେଖିବାକୁ ମିଳିବ ଏବଂ ଆହୁରି ତାପମାତ୍ରା 1ରୁ 3 ଡିଗ୍ରୀ ଖସିବାର ସମ୍ଭାବନା ରହିଛି। ତ ଏହିଭଳି ସ୍ଥିତି ଆଗାମୀ 3 ଦିନ ମଧ୍ୟରେ ରହିବ ଏବଂ 17 ତାରିଖ ପରେ ରାଜ୍ୟରେ ପୁଣି କହିବା ଶୀତ କମ୍ ଦେଖିବାକୁ ମିଳିପାରେ ଏବଂ କୁହୁଡ଼ିର ପ୍ରଭାବ ମଧ୍ୟ ଓଡ଼ିଶାରେ ଦେଖିବାକୁ ମିଳିପାରେ। ତ ଆଗାମୀ ପାଣିପାଗ ଯଦି କିଛି ପରିବର୍ତ୍ତନ ଘଟିବ ନିଶ୍ଚିତ ଭାବରେ ମୁଁ ତାପରେ ଅପଡ଼େଟ୍ ଦେବି। ଦେଖୁଥାନ୍ତୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଥାନ୍ତୁ, ଲାଇକ୍ ସେୟାର କରିବେ। ରହିଲି, ନମସ୍କାର।